ସମସ୍ତଙ୍କୁ ହରକୃଷ୍ଣ ଜୟ ଜଗନ୍ନାଥ। ଆଜି ପୁଣି ଗୋଟେ ନୂଆ ଭିଡ଼ିଓ ବନାଇବି। ହାତର ଷ୍ଟାର ଚିହ୍ନ ଥିଲେ, ତାରା ଚିହ୍ନ ଥିଲେ ମଣିଷ ଜୀବନରେ କ'ଣ ହୁଏ ଜାଣନ୍ତୁ। ଭଗବାନ ଆମକୁ ହାତରେ ବିଭିନ୍ନ ରେଖା ଚିହ୍ନ କାହିଁକି ଦେଇଛି? କାହିଁକି ନା ଭଗବାନ ଆମକୁ ବହୁତ ଭଲବାସନ୍ତି, ଭଲ ପାଆନ୍ତି। ଭଗବାନଙ୍କର ସନ୍ତାନ ଆମେ ଏଇଥିପାଇଁ ଦେଇଛି କି ଆମକୁ ଭଲ ରାସ୍ତାରେ ଜୀବନରେ ଭଲ କିଛି କରିବା ପାଇଁ ସେ କହୁଛନ୍ତି ହାତ ରେଖା ଦ୍ୱାରା କି ଏଇ ରେଖା ଥିଲେ ତମ ଜୀବନରେ ଏମିତି ହେଇପାରେ, ତମେ ସୁଧୁରି ଯାଅ, ଭଲ କାମ କର, ଜୀବନ ଯେତେ ଦିନ ବଞ୍ଚିବ ଭଲ କିଛି କରିବା ଚେଷ୍ଟା କର। ଏଇଥିପାଇଁ ଭଲ ମନ୍ଦ ରେଖା ଆମ ହାତରେ ଥାଏ। ଭଲ ରେଖା ଥିଲା ମାନେ ଭଗବାନ କହୁଛନ୍ତି କି ତମେ ଏଇ କାମ, ତମ ଭିତରେ ଏଇ ଶକ୍ତି ଅଛି, ତମେ ଏଇ ଶକ୍ତି ଦ୍ୱାରା ସମାଜକୁ ସେବା କର, ମଣିଷଙ୍କର ସେବା କର। ଆଉ ଯଦି ଖରାପ ରେଖା କାହା ହାତରେ ରହୁଛି ତାହେଲେ ଭଗବାନ କହିବାକୁ ଚାହୁଁଛନ୍ତି କି ତମେ ଆପଣ ପରିବର୍ତ୍ତନ ହୁଅ, ଭଲ କିଛି କରିବା ଚେଷ୍ଟା କର, ଆଉ ଭଗବାନଙ୍କ ନାଁ କର। ତାହେଲେ ଭଗବାନ ଠାରୁ ଭଗବାନ ନାଁରେ ବେଶୀ ଶକ୍ତି ଅଛି। ଯଦି ଭଗବାନଙ୍କର ଜପ୍ କରିବ ତାହେଲେ ସେଇ ଅଶୁଭ ରେଖା ଉଠେଇଯିବ, ଭଲ କିଛି ଉତ୍ପନ୍ନ ହୁଅ। ଏଇଟା ହିଁ ସତ କଥା। ତ ଆଜି ଦେଖନ୍ତୁ ଯେ ଭିଡ଼ିଓ ବନାଉଛି, ହାତରେ ଷ୍ଟାର ତାରା ଚିହ୍ନ ଥିଲେ କ'ଣ ହେଇପାରେ ଆମ ଜୀବନରେ। ଦେଖନ୍ତୁ ହାତ ଆଉ ଛବିରେ ବି ଦେଖନ୍ତୁ, ଏଇଟା ହେଉଛି ବୃହସ୍ପତି, ଏଇଟା ହେଉଛି ଶନି, ଏଇଟା ହେଉଛି ରବି, ଏଇଟା ହେଉଛି ବୁଧ, ଏଇଟା ମଙ୍ଗଳ, ଏଇଟା ରାହୁ, ଏଇଟା କେତୁ, ଏଇଟା ଶୁକ୍ର, ଏଇଟା ଚନ୍ଦ୍ର। ତ ଯଦି ଗୁରୁ ପର୍ବତ ଉପରେ କାହାର ତାରା ଚିହ୍ନ ରହିଲା ଦେଖାଯାଉଛି ହାତ ଉପରେ ଗୁରୁ ପର୍ବତ ବହୁତ ସୁନ୍ଦର, ଟିକେ ଉଭରେକି ଅଛି, ଫୁଲିକି ଅଛି, ବଡ଼ ଜାଗା ନେଇଛି, ଆଉ ଷ୍ଟାର ତାରା ଚିହ୍ନ ତା ଉପରେ ଅଛି, ସ୍ପଷ୍ଟ କାଟାକୁଟି ନୁହେଁ, ଏବଂ ଦେଖାଯାଉଛି ପୁରା ଷ୍ଟାର ଚିହ୍ନ ଭଲ ଅଛି। ତାହେଲେ ଜାଣିବେ ମାନେ ବହୁତ ବଡ଼ ରାଜନେତା। ବଡ଼ ରାଜନେତା ତ ହବ ହିଁ, ଦେଶ ପ୍ରଧାନମନ୍ତ୍ରୀ ଭାଇ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ଆଉ ସେ ବହୁତ ନ୍ୟାୟକାରୀ ହବ। ସେ ଅନ୍ୟାୟ କରିବ, ଠକିକି ଦେଶର ରାଜା ହବନି, ସେ ଲିଗାଲ ତାରିଖରେ ହବ, ଆଉ ବହୁତ ଦେଶର ସେବା କରିବ। ତା ଉଦ୍ଦେଶ୍ୟରେ ଦେଶ ସେବା କରିବା, ଜନକଲ୍ୟାଣ କରିବ। କିନ୍ତୁ ରାଜା ହବା ଇଚ୍ଛା ନାହିଁ, ରାଜନେତା ହବ ଏମିତି ଇଚ୍ଛା ନୁହେଁ, ଦେଶ ମଙ୍ଗଳ କରିବେ ଏମିତି। ତାପରେ ବହୁତ ବଡ଼ ଶିକ୍ଷକ, ସାରା ବିଶ୍ୱ ତାଙ୍କୁ ଚିହ୍ନିବ। ବହୁତ ବଡ଼ ଗୁରୁଦେବ, ଧର୍ମ ପ୍ରଚାରକ, ବହୁତ ବଡ଼, ସାରା ଦୁନିଆର ବେଷ୍ଟ। ବହୁତ ବଡ଼ ଜଜ୍, ସୁପ୍ରିମକୋର୍ଟର ଜଜ୍, ହାଇକୋର୍ଟର ଜଜ୍, କିନ୍ତୁ ଏମାନେ ବହୁତ ନ୍ୟାୟ କରିବେ, ଅନ୍ୟାୟ କରିବେ ନା। ବହୁତ ଧାର୍ମିକ ହୁଏ ନା, ଆଉ ଟଙ୍କା ପଇସାର କୌଣସି ଅଭାବ ନଥାଏ। ବହୁତ ଜ୍ଞାନୀ, ବହୁତ ଜ୍ଞାନୀ, ଯେ ବିଷୟରେ ସେ କରିବ ବହୁତ ଜ୍ଞାନୀ, ମାନେ ଧାର୍ମିକ ଧର୍ମ ବିଷୟରେ ବେଶୀ, ନ୍ୟାୟ ବିଷୟ ହିଁ ମାନେ ବେଶୀ ଜ୍ଞାନ ଥାଏ ଏମାନଙ୍କର। ଆଉ ଯଦି ଶନି ଉପରେ କାହାର ଷ୍ଟାର ତାରା ଚିହ୍ନ ଥିଲା, ଏଇଟା ବ୍ୟାଡ୍, ଖରାପ। ଏମାନଙ୍କୁ ବହୁତ ଭଗବାନଙ୍କ ନାଁ ଜପ କରିବା ଦରକାର ଅଛି, ତାହେଲେ ଏମାନଙ୍କ ଜୀବନରେ ବହୁତ କଷ୍ଟ, ପ୍ୟାରାଲାଇସିସ୍, ଟିଭି, ଯକ୍ଷ୍ମା, କ୍ୟାନ୍ସର, ଏମିତି କଠିନ ରୋଗ ହବାର ଚାନ୍ସ ସାରା ଜୀବନ। ମାନେ ଯେତେ ବଡ଼ ଲୋକ ବି ପୁଅ ହଉନା କାହିଁକି, ଆଉ ଯେତିକି ବି ଜନ୍ମ ହଉ, ତାର ଲାଇଫ୍ ଇଜ୍ ବ୍ୟାଡ୍, ତା ଭାଗ ବହୁତ ଖରାପ, ବହୁତ ଦୁରାରୋଗ୍ୟ ବ୍ୟାଧିରେ, ଆଉ ଲାଷ୍ଟରେ ମାନେ ଜେଲରେ ବି ରହିପାରେ, ସୁସାଇଡ୍ ବି କରିପାରେ। ଏମିତି ଖରାପ। ଏମାନଙ୍କୁ ଯଦି କାହା ହାତରେ ଥାଏ, ଚିନ୍ତା କରିବା କୌଣସି ଦରକାର ନାହିଁ। ଭଗବାନ ନାମ, ଭଗବାନଙ୍କ ଜପ କର, ହେଲେ ଦେଖିବେ ରେଖା ଉଠିବ। ଭଗବାନଙ୍କ ନାମରେ ଏମିତି କିଛି ହୁଏ ନା ଯେ ନାହିଁ, ସବୁ କିଛି ପରିବର୍ତ୍ତନ ହେଇପାରେ ଭଗବାନ ନାମ। ଆଉ ଯଦି ରବି ଉପରେ କାହାର ତାରା ଚିହ୍ନ ରହିଲା, ଜାଣିଦିଅ ଏମାନଙ୍କର ସାରା ବିଶ୍ୱରେ ନାମ ଛଡ଼ିଯାଏ, ସାରା ବିଶ୍ୱରେ ନାଁ ତା ତାକୁ ଚିହ୍ନିଯିବେ, ଏଇ ଏମିତି ଲୋକ ଅଛି, ଗୋଟେ ସୁନାମୀ ଲୋକ, ବହୁ ଟଙ୍କା ପଇସାର ମାଲିକ, ବହୁତ ଟଙ୍କା ପଇସାର ମାଲିକ, ବହୁତ ବଡ଼ ବିଜନେସମ୍ୟାନ୍, ଆଉ ସାରା ବିଶ୍ୱ ତାକୁ ଚିହ୍ନିବ। ଯାହା ବି କରିବ ସାରା ବିଶ୍ୱ ତାକୁ ଚିହ୍ନିବ। ଆଉ ଯଦି ବୁଧ ଉପରେ ତାର ଷ୍ଟାର ରହିଲା, ଏଇଟା ଗଡ୍ ଗିଫ୍ଟ। ସେ ବୁଧର ଯେ
କ୍ଷମତା ଅଛି, ବୁଧର ଯେ କାରକତା ସେଇଟାକୁ ବହୁତ ବଢ଼ାଇ ଦିଏ, ମାନେ ଫୁଲ୍ ପାୱାର ତା କୁଣ୍ଡୁଲିରେ ବୁଧ एकदम ଷ୍ଟ୍ରଙ୍ଗ। କ'ଣ ହବ, ବହୁତ ଭଲ ରାଇଟର, ବହୁତ ଭଲ ରାଇଟର। ତା ତା ରାଇଟିଂ, ତା ବହି ଛାପିଦେଲେ ସାରା ବିଶ୍ୱରେ ପ୍ରଚାର ହେଇଯିବ। ଏମିତି ରାଇଟର, ବହୁତ ଭଲ ରାଇଟର, ପ୍ରକାଶକ, ବିଜନେସମ୍ୟାନ୍, ବହୁତ ଭଲ ବିଜନେସ, ବହୁତ ଭଲ ବିଜନେସ, ଆଉ ବହୁତ ଧନୀ, ବିଜ୍ଞାନୀ, ସାଇଣ୍ଟିଷ୍ଟ ହେବାର, ବହୁତ ଭଲ ସାଇଣ୍ଟିଷ୍ଟ ହେବ, ରସାୟନ ବିଜ୍ଞାନୀ, ବହୁତ ଭଲ ବିଦୂଷକ, ମାନେ କମେଡ଼ିଆନ୍, ସାରା ବିଶ୍ୱ ତାକୁ ଚିହ୍ନିବ। ଯେମିତି ଧର ଫିଲ୍ମ ଜଗତରେ ଅଛି ବହୁତ ସେମାନେ, ଯେମିତି ସାରା ବିଶ୍ୱ ଜାଣିଛନ୍ତି ତାଙ୍କ ହାତରେ ଏ ବୁଧ ଉପରେ କିନ୍ତୁ ଷ୍ଟାର ଥିବାର ବହୁତ ଚାନ୍ସ ଥିବ। ଆଉ ଯଦି ମଙ୍ଗଳ ଉପରେ କାହାର ତାରା ଚିହ୍ନ ଥିବ, ଷ୍ଟାର ଚିହ୍ନ ଥିବ, ବହୁତ ବଡ଼ ପୁଲିସର ହେଡ୍, ମିଲିଟାରୀ ହେଡ୍, କମାଣ୍ଡର, ଏମିତି କିନ୍ତୁ ତାର ଜୀବନକୁ ଭଗବାନ ତାକୁ ଏଇଠି ପହଞ୍ଚେଇବେ। ତାଙ୍କର ବହୁତ ସାହସ, ଏଇ କାମ ହିଁ ସେମାନେ କରନ୍ତି, ବହୁତ ଭଲ ସ୍ଥାନରେ ରହିବ। କିନ୍ତୁ ଯୁଦ୍ଧରେ ମରିବାର ଚାନ୍ସ, ଯୁଦ୍ଧରେ ତାଙ୍କୁ ଶହୀଦ ହେବାର ଗୋଟେ ଚାନ୍ସ ଥାଏ। ଭଗବାନ ନା କଲେ କିନ୍ତୁ ଏଗୁলো ସବୁ ଠିକ୍ ହେଇଯିବ। ଆଉ ଯଦି ରାହୁ ଉପରେ ଥିଲା, ରାହୁ ଉପରେ କାର ଷ୍ଟାର କ୍ରସ୍ ଚିହ୍ନ ଥିବ, ଏଇ ଷ୍ଟାର ୟା ତାରା ଚିହ୍ନ ଥିବ, ତାହେଲେ କିନ୍ତୁ ଏକା ହିଁ ଗୋଟେ ହିଁ ଫଳ, ମାନେ ସେମାନେ ବି ପୁଲିସ ମିଲିଟାରୀ ବହୁତ ଉଚ୍ଚ ପଦସ୍ଥ କର୍ମଚାରୀ ଭାବରେ ଚାନ୍ସ ଥାଏ। କିନ୍ତୁ এটা কিন্তু একদম ঠিক, ତାଙ୍କର କିନ୍ତୁ ଯୁଦ୍ଧ ହିଁ ମୃତ୍ୟୁ ହୁଏ, ଯୁଦ୍ଧ ଦ୍ୱାରା ଶତ୍ରୁ ଦ୍ୱାରା କିନ୍ତୁ ମୃତ୍ୟୁ। ଆଉ କେତୁ ଉପରେ ଯଦି କାହାର ତାରା ଚିହ୍ନ ରହିଲେ କିନ୍ତୁ ସେମାନେ ବି ଗୁପ୍ତ ବିଦ୍ୟାରେ ପାରଦର୍ଶୀ, ବହୁତ ବଡ଼ ତାନ୍ତ୍ରିକ ହେବାର ଚାନ୍ସ, ସେମାନଙ୍କୁ କିନ୍ତୁ ଭୂତ ପ୍ରେତ ତାନ୍ତ୍ରିକ ପ୍ରକ୍ରିୟା କରିବାରେ ତାଙ୍କର ମୃତ୍ୟୁ ହେବାର ଚାନ୍ସ ଥାଏ। ଆଉ ଯଦି ଚନ୍ଦ୍ର ଉପରେ କାହାର ତାରା ଚିହ୍ନ, ତାର ଚିହ୍ନ ରହିଲା, এটা ବି ବ୍ୟାଡ୍, ବି ଖରାପ ଚିହ୍ନଟା। ପେଟ ସମସ୍ୟାରେ ତାର ମୃତ୍ୟୁ ହେବାର ଚାନ୍ସ ଥାଏ, ମାନେ କଲେରା ଟାଇପ୍ର ରୋଗ ହେଇକି ମରିବାର ଚାନ୍ସ ଥାଏ, ପାଣିରେ ବୁଡ଼ିକି ମରିବାର ଚାନ୍ସ ଥାଏ, ବିମାନ ଦୁର୍ଘଟଣା ଇଏ ହେଉଛି, ଯେଉଁମାନେ ମରୁଛନ୍ତି ତାଙ୍କ ହାତରେ ଏଇ ଚନ୍ଦ୍ର ଉପରେ ଷ୍ଟାର ଚିହ୍ନ ଥିବାର ବହୁତ ଚାନ୍ସ। ଆଉ ଶନି ଉପରେ ଯେ ଷ୍ଟାର ଥାଏ, ଏଇଟା ବି କିନ୍ତୁ ବିମାନ ଦୁର୍ଘଟଣା ସୂଚିତ କରେ। ଚନ୍ଦ୍ର କ'ଣ ବିଦେଶ ଭ୍ରମଣ, ବିଦେଶ ଦେଖାଯାଉଛି ଜାହାଜ କରିକି ବିଦେଶ ଯାଉଛି, ସେଠି ବୁଡ଼ିଗଲା, ପାଣିରେ ବୁଡ଼ିଗଲା। କିନ୍ତୁ ଭଲ ଲେଖକ ହେଇମାନେ, ବହୁତ ଭଲ ଗବେଷଣା କରେ, କିନ୍ତୁ ଲାଭ କମ୍, ଅଧିକ କ୍ଷତି ଥାଏ। ମାନସିକ ରୋଗ, ପାଗଳ ହେବାର ଚାନ୍ସ, ଯଦି ଶିରରେଖା ଖରାପ ଥିବ ଷ୍ଟାର, ଆଉ ଷ୍ଟାର ହେଲା ମାନସିକ ରୋଗ, ମେଣ୍ଟାଲ ହେଇଯିବ। ଆଉ ଯଦି ଶୁକ୍ର ଉପରେ କାହାର ଷ୍ଟାର ତାରା ଚିହ୍ନ ଥିବ, ଜାଣିଦିଅ ଏମାନେ ବହୁତ ଭଲ ଜାଗାରେ ବାହାଘର ହେଇନି, ଟଙ୍କା ପଇସା କୌଣସି ଅଭାବ ନଥିବ, ବହୁତ ରିଚ୍ ଫ୍ୟାମିଲିରେ ବାହାଘର ହେବ, କିନ୍ତୁ ଏମାନେ ଟିକେ ଅଧିକ କାମ କରିବ, ସେକ୍ସ କରିବାର ବହୁତ ଇଚ୍ଛା ଥାଏ। ଏଇଥିପାଇଁ ଏ ଚରିତ୍ର ପ୍ରୋବ୍ଲେମ୍ ବହୁତ ହୁଏ। ଭଲ ଜାଗାରେ ବାହାଘର ହେଲେ ବି ଏଇ ଟ୍ରାକ୍ଟର ଲେସ୍ ପାଇଁ ମାନେ ସବୁ ହରାଇ ଦେବେ, କିଛି ରହେ। ଲାଷ୍ଟରେ କ'ଣ ହେବ, ଯୌନ ରୋଗ ହେବାର ଚାନ୍ସ ଥାଏ, ମାନେ ତାଙ୍କ ଯୌନ ଅଙ୍ଗରେ ଅପରେସନ୍ ହେବାର ଚାନ୍ସ ଥାଏ। ଆଉ ବିପରୀତ ଲିଙ୍ଗ, ମାନେ ଯଦି ସ୍ତ୍ରୀର ହେବ ତାହେଲେ ସ୍ୱାମୀ ମରିଯିବାର, ଆମେ ଡିଭୋର୍ସ ହେବାର ଏମିତି କିନ୍ତୁ ହେବ। ଆଉ ପୁରୁଷ ହେଲେ ତା ସ୍ତ୍ରୀ ଯିବା ଚାନ୍ସ। ତ ଯାହା ବି ଚିହ୍ନ, ଭଲ ମନ୍ଦ ଯାହା ହଉ, এটা ଜାଣିବ ଭଗବାନ ଆମକୁ କହିବାକୁ ଚାହୁଁଛନ୍ତି, ଯଦି ଭଲ ଥିଲା, ଭଲ ହେଲା କୌଣସି ଚିହ୍ନ, ଭଗବାନ କହୁଛନ୍ତି ଆମେ ସମାଜକୁ ସେବା କରେ, ସେଇ ଗୁଣବତ୍ତା ଦ୍ୱାରା ସେ ଶକ୍ତି ନେଇକି ସମାଜର ସେବା କରେ ସଦ୍ ଭାବେ। ଆଉ ଖରାପ ଥିଲେ ସେଇଟା ଜାଣିଦିଅ ଭଗବାନ କହିବାକୁ ଚାହୁଁଛନ୍ତି ଆପଣ ଭଲ କାମ କରନ୍ତୁ, ଭଗବାନ ନାଁ କରନ୍ତୁ, ତାହେଲେ ଏଇ ସମସ୍ୟାଠାରୁ ବାହାରିବେ। ଆଜି ଏଇ ପର୍ଯ୍ୟନ୍ତ ସମସ୍ତଙ୍କୁ ହରେ କୃଷ୍ଣ। ଆଉ ଯଦି କେହି ମୋତେ ହାତ ଦେଖିବାକୁ ଇଚ୍ଛା ହୁଏ ତାହେଲେ ମୋତେ କଲ୍ କରିପାରନ୍ତି, ସ୍କ୍ରିନ୍ରେ ଦେଇଥିବା ନମ୍ବରରେ। ମୁଁ ଅବଶ୍ୟ ହିଁ ଆପଣଙ୍କର ସମସ୍ତଙ୍କୁ ସେବା କରିବା ପାଇଁ ଚେଷ୍ଟା କରିବି, ସଠିକ୍ କହିବାକୁ ଚେଷ୍ଟା କରିବି। ମୁଁ ବିଦ୍ୟାଧର, ହରେ କୃଷ୍ଣ।